ଗୌରୀ କାଉ ଝାନ୍ସିପୁର ଜଙ୍ଗଲର ସବୁଠାରୁ ଧନୀ ପକ୍ଷୀ ଥିଲା। ସେଥିପାଇଁ ସେ ମନେ ମନେ ବହୁତ ଗର୍ବ କରେ ଏବଂ ଅନ୍ୟ ପକ୍ଷୀମାନଙ୍କୁ ଛୋଟ ନଜରରେ ଦେଖେ। ଥରେ ତା ପୁଅର ଜନ୍ମଦିନ ଥିବାରୁ ସେ ଜଙ୍ଗଲର ଅନ୍ୟ ପକ୍ଷୀମାନଙ୍କୁ କାର୍ଡ ବାଣ୍ଟୁଥାଏ। ରଘୁ ଭାଇ, ଏଇ କାର୍ଡଟା ନିଅ, ଗୌରୀ ପୁଅର ଜନ୍ମଦିନ ଆଜି ଅଛି, ଯିବ। ଏମିତି କହି ଝୁମୁରି ସମସ୍ତଙ୍କ ଘରେ କାର୍ଡ ବାଣ୍ଟି ଦିଏ। ସନ୍ଧ୍ୟାରେ ସମସ୍ତେ ଗିଫ୍ଟ ନେଇକି ଯାଆନ୍ତି ଗୌରୀର ଘରକୁ। ଟିକି ଚଢ଼େଇ ଗରିବ ପକ୍ଷୀଟିଏ ହୋଇଥିବାରୁ 100 ଟଙ୍କା ନେଇ ଯାଇଥିଲା ଗୌରୀ ପୁଅର ହାତରେ ଦେବାକୁ। କେକ୍ କଟା ହେଲା ପରେ ସମସ୍ତେ ଗିଫ୍ଟ ନେଇକି ଦେଲେ ଗୌରୀର ପୁଅକୁ। ଟିକି ବି ନେଇକି ଦେଲା। ଦେଖି ଦେଖି ଟିକି କଣ ଗିଫ୍ଟ ଆଣିଛୁ? 100 ଟଙ୍କା? 100 ଟଙ୍କାର ଆଜିକାଲି କଣ ହେଉଛି? ତ ଘରେ ବୋଧେ ଝୁମୁରି ଭୁଲରେ କାର୍ଡ ଦେଇ ଦେଇଛି। ଗୌରୀ ଭଉଣୀ, କଥା 100 ଟଙ୍କାର ନୁହେଁ। ମୁଁ ତୁମ ପୁଅକୁ ଆଶୀର୍ବାଦ ଦେଉଛି, ତାଠୁ ବଡ ଆଉ କଣ ହୋଇପାରେ? ହଉ ହଉ, ଆସିଛୁ ଯଦି ଦିଟା ଖାଇ ଦେଇକି ଯିବୁ। ଏଭଳିଆ ଛୋଟ ଲୋକଙ୍କୁ କିଏ ଡାକେ? ଲୋକଙ୍କ ଭିତରେ ମୋ ଇମେଜ ଖରାପ କରିଦେଲା। ପାଖରେ ଟଙ୍କା ନାହିଁ, ଆସି ଯାଉଛନ୍ତି ବଡ ଲୋକିଆଙ୍କ ଭୋଜି ଖାଇବାକୁ। ଗୌରୀ ମୁହଁରୁ ଏସବୁ ଅପମାନ ଭରା କଥା ଶୁଣି ଟିକି ଚଢ଼େଇ ନ ଖାଇ ସେଠାରୁ ପଳାଇ ଆସିଲା। ମା, ଆଜି ଭୋଜିରେ ତୁମେ କେତେ ମଜା କରିଥିବ ନା? କଣ ଆଜି ଖାଇଲ ମା? ମା, କଣ ହେଇଛି? ତୁମେ ମନ ଦୁଃଖ କଣ ପାଇଁ କରିଛ? ନାଇଁ ରେ ମା, ଆମ ଗରିବ ଲୋକଙ୍କର କିଛି ବି ମୂଲ୍ୟ ନାହିଁ ବଡ ଲୋକିଆଙ୍କ ଆଗରେ। ଆମେ ସେମାନଙ୍କ ଖୁସିରେ ସାମିଲ ହୋଇପାରିବାନି, କାରଣ ଆମ ପାଖରେ ଟଙ୍କା ନାହିଁ। ଆଉ ଏ ଦୁନିଆରେ ଯାହା ପାଖରେ ଟଙ୍କା ନାହିଁ ତାକୁ କେହି ଚିହ୍ନନ୍ତିନି। ମା, ତୁମେ ମନ ଖରାପ କର ନା, ଆମେ ବି ପରିଶ୍ରମ କରି ଦିନେ ବଡ ଲୋକ ହେବା। ଏହା କହି ମୁନି ଆଉ ଟିକି ଶୋଇ ପଡନ୍ତି। ସବୁଦିନ ସକାଳ ପରି ଟିକି ଦିନେ ଯାଇଥିଲା ବାବୁ ଘରକୁ କାମ କରିବାକୁ। ବିଲରେ କାମ କରୁ କରୁ ଶୁଣିବାକୁ ପାଇଲା ବାବୁଙ୍କର ଦେହ ବହୁତ ଅସୁସ୍ଥ ଅଛି। ସେ କାମ ଛାଡ଼ି ବାବୁଙ୍କୁ ଦେଖିବାକୁ ଗଲା। ଟିକି, ଆସିଛୁ ତୁ? ବାବୁ, ଆପଣଙ୍କର ଦେହ ବହୁତ ଜଲ୍ଦି ସୁସ୍ଥ ହେଇଯିବ, ଆପଣ ଚିନ୍ତା କରନ୍ତୁନି, କିଛି ହେବନି ଆପଣଙ୍କର। ନାଇଁ ରେ ମା, 3 ଦିନ ହେବ ଏଇଠି ପଡ଼ିଛି, କେହି ମୋ ପାଖକୁ ଆସୁନାହାନ୍ତି। ମୋର ସେବା କିଏ କରିବ ଯେ ମୁଁ ସୁସ୍ଥ ହେବି? ଯେତିକି ଦିନ ଭାଗ୍ୟରେ ଥିବ। ବାବୁ, ଆପଣ ତ ମତେ ମା କହୁଛନ୍ତି, ମୁଁ ଆପଣଙ୍କ ଝିଅ ଭଳିଆ। ମୁଁ ଆପଣଙ୍କର ସେବା କରିବି, ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଟିକି ବାବୁଙ୍କର ସେବା କରେ ଏବଂ ରାତି ରାତି ଅନିଦ୍ରା ହୋଇ ଜଗିକି ବସେ। ଏମିତି କିଛି ଦିନ ଗଲା ପରେ ବାବୁଙ୍କ ଦେହ ସୁସ୍ଥ ହୋଇ ଆସିଲା। ଟିକି, ତୋର ସେବା ପାଇଁ ମୁଁ ଆଜି ନୂଆ ଜୀବନ ପାଇଲି। ମୋର ଏତେ ଆତ୍ମୀୟ ସ୍ୱଜନ ଥାଇ ମଧ୍ୟ ମୋର ଖରାପ ସମୟରେ କେହି ନଥିଲେ। ତୁ ମୋ ନିଜ ଝିଅ ପରି ସେବା କରି ମୋତେ ବଞ୍ଚେଇଲୁ। ତୋର ଯାହା ଇଚ୍ଛା ମାଗେ, ମୁଁ ତତେ ଦେବାକୁ ରାଜି ଅଛି। ନାଇଁ ବାବୁ, ଖରାପ ସମୟରେ ଜଣେ ଜଣକୁ ସାହାଯ୍ୟ କରିବା ପ୍ରତ୍ୟେକ ପ୍ରାଣୀଙ୍କ କର୍ତ୍ତବ୍ୟ। ମୁଁ ମୋ କର୍ତ୍ତବ୍ୟ କରିଛି, ତା ବଦଳରେ ମୋର କିଛି ଦରକାର ନାହିଁ। ମୁଁ ଜାଣିଛି ତୁ ଏଇଆ କହିବୁ, ହେଲେ ମୁଁ ମୋ ତରଫରୁ ତତେ ମୋର ଗୋଟେ ବିଲ ଦେଉଛି, ଆଉ କିଛି ଟଙ୍କା, ଯାହାକୁ ନେଇ ତୁ ବ୍ୟବସାୟ ଆରମ୍ଭ କର ଆଉ ସମସ୍ତଙ୍କୁ ଏମିତି ସାହାଯ୍ୟ କର। ବାବୁଙ୍କଠୁ ଏସବୁ ଶୁଣି ଟିକି ଘରକୁ ଆସେ। ଶୋଇଲା ସମୟରେ ତା ମନକୁ ଆସେ ପରିବା ଚାଷର ଯୋଜନା। ସେ ବଜାରରୁ ମଞ୍ଜି ଆଣି ଲଗାଏ। କିଛି ଦିନ ଗଲା ପରେ ପରିବାରେ କ୍ଷେତ ପୁରା ଭରପୁର ଦେଖାଯାଉଥାଏ। ଭଲ ଚାଷ ହୋଇଥିବାରୁ ଟିକିର ମନ ବହୁତ ଖୁସି ହେଇଗଲା। ସେ ପରିବା ନେଇ ବଜାରରେ ବିକ୍ରି କଲା ଏବଂ ସେହି ପଇସାରେ ଆରାମରେ ଚଳିଲା। ଧୀରେ ଧୀରେ ଟିକିର ପରିବା ଚାଷ ବଢ଼ିବାକୁ ଲାଗିଲା। ପକ୍ଷୀମାନେ ତାଠାରୁ ପରିବା କିଣି ବଜାରରେ ବିକ୍ରି କଲେ। ଜଙ୍ଗଲର ଅନେକ ପକ୍ଷୀ ତା ପାଇଁ ରୋଜଗାରକ୍ଷମ ହେଲେ। ଝୁମୁରି, ଆଜି ମୋର କ୍ଷେତ କାମ ହେବ, ଯା ମଜୁରିଆ ଖୋଜି ଆଣିବୁ। ସବୁ ପକ୍ଷୀ ତ ଟିକିର କ୍ଷେତରେ କାମ କରୁଛନ୍ତି, ଆଉ କେହି ନାହାନ୍ତି, ମୁଁ କାହାକୁ ଡାକିବି? ଟିକିର କ୍ଷେତରେ? ତାର ପୁଣି କ୍ଷେତ କେଉଁଠୁ ଆସିଲା? ଦିନକୁ 2 ଓଳି ଖାଇବାକୁ ସେ ନିଜେ ଅନ୍ୟର କ୍ଷେତରେ ଖଟେ, ସେ ପୁଣି ମଜୁରିଆ ଖଟଉଛି।
ହଉ ହଉ ଆଜି ନହେଲା ନାହିଁ, କାଲି ସକାଳୁ ଡାକିକି ଆଣିବୁ। ସକାଳ ହେବାରୁ ଝୁମୁରି ଗଲା ମଜୁରିଆ ଖୋଜିବାକୁ। ଭାଇ ଗୌରୀ ଅପାର କ୍ଷେତ କାମ ହେବ, ଆଜି ଗୋଟେ କାମକୁ ଚାଲ। ମୁଁ ଟିକିର ଯିବି। ଦାଦି ଗୌରୀ ଅପାର କ୍ଷେତ କାମ ହେବ, ଆଜି ଗୋଟେ କାମକୁ ଚାଲ। ମୁଁ ଆଜି ଟିକିର କାମକୁ ଯିବି। ଟିକି ଏମିତି କେତେ ଟଙ୍କା ଅଧିକ ଦଉଛି ଯେ ଜଙ୍ଗଲର ସବୁ ପକ୍ଷୀ ତାରି କାମକୁ ଧାଇଁଛ? କଥା ଟଙ୍କାର ନୁହେଁ, ବ୍ୟବହାରର। ଆମେ ମଜୁରିଆ ବୋଲି କଣ ଆମର ସମ୍ମାନ ନାହିଁ? ଯେତିକି ଦିନ ଯାଇଛୁ ଗୌରୀର ବ୍ୟବହାର ଦେଖିଛୁ। ଆମେ ଗରିବ ବୋଲି ଆମକୁ ଛୋଟ ଭାବେ, କୁକୁର ମାଙ୍କଡ ପରି ବ୍ୟବହାର କରେ। ଟିକିଠୁ ତାକୁ କିଛି ଶିଖିବାର ଅଛି। ଟଙ୍କା ଅଛି ବୋଲି କଣ ଏତେ ଗର୍ବ? କିଛି ଦିନ ପରେ ମଜୁରିଆ ନ ମିଳିବାରୁ ଗୌରୀର ଚାଷ ହୋଇପାରେନି। ଚାଷ ନ ହେବାରୁ ଗୌରୀର ରୋଜଗାର ମଧ୍ୟ ହୁଏ ନାହିଁ। ସଞ୍ଚିତ ଧନକୁ ସେ ଖର୍ଚ୍ଚ କରି ଦିନ ବିତାଏ। ଏମିତି କରି କରି ତା ପାଖରୁ ସବୁ ଧନ ସରିଯାଏ। ଦିନେ ତା ପୁଅକୁ ଜର ହେଲା। କାଳୁର ଦେହ ତ ଜରରେ ଖଇ ଫୁଟୁଛି। ମୋ ପାଖରେ ଔଷଧ କିଣିବାକୁ ବି ପଇସା ନାହିଁ। କଣ କରିବି ଏବେ ମୁଁ? ମୋ ପୁଅକୁ କେମିତି ଭଲ କରିବି? ଝୁମୁରି ତୋ ପାଖରେ 100 ଟଙ୍କା ଥିବ, ଦିଅନ୍ତୁ, ମୋ ପୁଅ ପାଇଁ ଔଷଧ ଆଣନ୍ତି। ଗୌରୀ ଅପା ମୋ ପାଖରେ 100 ଟଙ୍କା ନାହିଁ। ତମେ ତ ଏଯାଏ ପୁରୁଣା ପଇସା ଦେଇନ, ପୁଣି ମାଗିବାକୁ ଆସିଛ। ଗୌରୀ ଯାହା ଯାହା ପାଖକୁ ବି ଯାଏ ସମସ୍ତେ ତାକୁ ମନା କରନ୍ତି। ଗାଁର ସମସ୍ତଙ୍କୁ ମାଗି ସାରିଲେଣି, ହେଲେ କେହି ମତେ ସାହାଯ୍ୟ କଲେନି। ମା ତମେ ଔଷଧ ଆଣିଲ କି ନାହିଁ? ମୋ ଦେହ ବହୁତ ବ୍ୟସ୍ତ ଲାଗୁଛି, ମତେ ଔଷଧ ଦିଅ, ନହେଲେ ମୁଁ ମରିଯିବି। ପୁଅର ମୁହଁରୁ ଏମିତି କଥା ଶୁଣି ଗୌରୀର ମନ ବିଚଳିତ ହୋଇ ପଡିଲା। ସେ ଶେଷରେ ଟିକି ଘରେ ପହଞ୍ଚିଲା। ଟିକି ମତେ ତୁମର ସାହାଯ୍ୟ ଦରକାର। କି ସାହାଯ୍ୟ କହୁନା? ମତେ କିଛି ଟଙ୍କା ଦିଅ ଟିକି, ମୁଁ ତମକୁ ପଛରେ ଫେରେଇ ଦେବି। ମୋ ପୁଅର ଦେହ ବହୁତ ଖରାପ, ତାକୁ ପ୍ରବଳ ଜର, ତା ପାଇଁ ଔଷଧ କିଣିବି। ଏଇ ନିଅ ଟଙ୍କା, ଆଉ ଶୀଘ୍ର ଯାଇ ତମ ପୁଅକୁ ଔଷଧ ଦିଅ। ଗୌରିକା ଓ ଟିକିଠୁ ଟଙ୍କା ନେଇ ଔଷଧ କିଣିଲା ଏବଂ ତା ପୁଅକୁ ଖୁଆଇଲା। କିଛି ସମୟ ପରେ ତା ପୁଅର ଜର ଭଲ ହୋଇଗଲା। ମା ମତେ ଏବେ ଟିକେ ଭଲ ଲାଗୁଛି, ହେଲେ ତୁମେ ଔଷଧ କେମିତି ଆଣିଲ? ତୁମେ ତ କହୁଥିଲ କେହି ତୁମକୁ ସାହାଯ୍ୟ କରୁନଥିଲେ ବୋଲି। ହଁ ରେ ପୁଅ, ଏଠି ବିନା ସ୍ୱାର୍ଥରେ କେହି କାହାକୁ ସାହାଯ୍ୟ କରନ୍ତିନି। ମୁଁ ଟିକିର ଘରକୁ ଯାଇଥିଲି, ଆଉ ସେ ମତେ ଟଙ୍କା ଦେଲା। ମା ତୁମେ ମୋ ଜନ୍ମଦିନରେ ଟିକି ମାଉସୀଙ୍କୁ କେମିତି ଅପମାନ ଦେଇଥିଲ? ସେ 100 ଟଙ୍କା ଆଣିଥିଲେ ବୋଲି। ହେଲେ ଦେଖ, ତୁମର ଖରାପ ସମୟରେ ସେ ହିଁ ତୁମକୁ ସାହାଯ୍ୟ କଲେ। ସେଦିନର କଥା ପାଇଁ ତୁମେ ତାଙ୍କୁ କ୍ଷମା ମାଗିବା ଉଚିତ। ହଁ ରେ ପୁଅ, ତୁ ଠିକ କହିଛୁ। ଏହା କହି ଗୌରୀ ଯାଏ ଟିକିର ଘରକୁ। ଆରେ ଗୌରୀ ଭଉଣୀ, ତୁମ ପୁଅର ଦେହ ଏବେ କେମିତି ଅଛି? ସେ ଭଲ ହୋଇଗଲାଣି ତ? ହଁ ଟିକି, ମୋ ପୁଅ ଏବେ ଭଲ ଅଛି। ଆଉ ଏସବୁ ସମ୍ଭବ ତୁମ ପାଇଁ ହେଲା। ନହେଲେ ମୁଁ ତ ଗାଁ ସାରା ସମସ୍ତଙ୍କୁ ସାହାଯ୍ୟ ମାଗିଲି, ହେଲେ କେହି ମତେ ସାହାଯ୍ୟ କଲେନି। ସେଦିନର କଥା ପାଇଁ ମୁଁ ଲଜ୍ଜିତ। ମୁଁ ଧନ ସମ୍ପତ୍ତିର ମୋହରେ ଅହଙ୍କାରୀ ହୋଇ ଯାଇଥିଲି, ନିଜକୁ ବଡ଼ ଭାବୁଥିଲି। ହେଲେ ସମୟ ମତେ ସବୁ ଶିଖେଇ ଦେଲା। ମତେ କ୍ଷମା କରିଦିଅ ଟିକି। ସେଦିନ ମୁଁ ତୁମକୁ ସମସ୍ତଙ୍କ ଆଗରେ ବହୁତ ଅପମାନ ଦେଇଥିଲି, ହେଲେ ମୋର ଖରାପ ସମୟରେ ତୁମେ ହିଁ ମତେ ସାହାଯ୍ୟ କଲ। ତୁମେ ପ୍ରକୃତ ଧନୀ, ଯିଏ ଅନ୍ୟର ବିପଦରେ ସାହାଯ୍ୟ କରେ। ତୁମେ ତୁମ ଭୁଲ ବୁଝିପାରିଲ, ସେତିକି ବଡ଼ କଥା। ଧନ ସମ୍ପତ୍ତିକୁ ନେଇ କେହି କେବେ ଗର୍ବ କରିବା କଥା ନୁହେଁ, କାରଣ ସେ ସବୁ ଚିରସ୍ଥାୟୀ। ଆଜି ଯିଏ ଗରିବ କାଲି ସେ ଧନୀ ହୋଇପାରେ, ଆଉ ଆଜି ଯିଏ ଧନୀ କାଲି ସେ ଭିକାରୀ ମଧ୍ୟ ହୋଇପାରେ। ହେଲେ ପ୍ରାଣୀ ହିସାବରେ ନିଜର ଆଚାର ବ୍ୟବହାର ଆଉ ଦୟା କ୍ଷମା ଯାହାର ଅଛି ସେ ହିଁ ପ୍ରକୃତ ଧନୀ।